ଜୟ ଗୁରୁ। ବନ୍ଧୁମାନେ, ଆମେ ଠାକୁରଙ୍କ ଆଶୀର୍ବଚନ ବୁଝିବାକୁ ହେଲେ ଶ୍ରଦ୍ଧା ଦରକାର ଆଉ ବିନୀତ ମନୋଭାବ ଦରକାର। ଅନେକ ସମୟରେ ଆମେ ବୁଝିପାରୁ ନାହୁଁ ବୋଲି ଆମକୁ ଭଲ ଲାଗେନା, କିନ୍ତୁ ଥରେ ବୁଝିଗଲେ ଆଉ ମନ ଛାଡ଼େନା। ସେଇଥିପାଇଁ ଯେଉଁ ଟିକିଏ ସାଧନା ଦରକାର ତା ଆମର ଏଇ ଛୋଟିଆ ପ୍ରୟାସ ମାଧ୍ୟମରେ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆମେ ପରମ ଦୟାଳଙ୍କର ପ୍ରତ୍ୟେକଟି ଆଶୀର୍ବାଣୀ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ଆଜି ବୁଝିବା ଶ୍ରୀ ଶ୍ରୀ ଠାକୁରଙ୍କର ଅମୀୟ ଆଶୀର୍ବଚନ ପଥେର କଡ଼ିର ବାଣୀ ସଂଖ୍ୟା 6। ଯଦି କେହି ତୁମ ସହିତ ଆଳାପ ଆଲୋଚନାରେ ତୁମର ମତବାଦକୁ ସମୀଚୀନ ମନେ କରେ, ସେଥିରେ ଉଦ୍ବୁଦ୍ଧ ହୁଏ, ପ୍ରତ୍ୟହ ପ୍ରଣତିର ସହିତ ତୁମଠାରେ ଶ୍ରଦ୍ଧାବାନ ହୋଇ ଉଠେ, ଅଥଚ ତୁମର ଆଦର୍ଶ ଓ ମତବାଦରେ ନିୟନ୍ତ୍ରିତ ହେବାର ଇତସ୍ତତଃ କରେ ବା କ୍ଷାନ୍ତ ହୁଏ, ନିଶ୍ଚୟ ବୁଝିବ ତାର ଚିତ୍ତର ଅନ୍ତରାଳରେ ଦୁରୁପନୟ ଏଭଳି କିଛି ଅଛି ଯାହାକୁ ସେ ଅତିକ୍ରମ କରିବାକୁ ଯାଇ ଦୁଷ୍ଟ ଦୁର୍ବଳତାରେ ଆବିଷ୍ଟ ହୋଇ ପଡ଼ୁଛି। ତେଣୁ ଦୁର୍ବିପାକ ବି ଅନତି ଦୂରେ ହିଁ ତା ପାଇଁ ଅପେକ୍ଷା କରୁଅଛି। ତୁମେ ଉଦ୍ବୁଦାନତିର ସହିତ ସହାନୁଭୂତିପୂର୍ଣ୍ଣ ଦୃଢ଼ ବାକ୍ ଓ ସଂକଳ୍ପରେ ତାର ଦୁଷ୍ଟ ଦୁର୍ବଳତାକୁ ପ୍ରିୟ ଦଳନରେ ଦଳିତ କରତଃ ସାଧୁ ଦକ୍ଷତାରେ ଏଭଳି ଭାବରେ ତାକୁ ନିୟୋଜିତ କର, ଯାହାଦ୍ୱାରା ସେ ତୁମର ଆଦର୍ଶ ଓ ମତବାଦର ଅନୁସରଣ କରି ନିଜକୁ ଧନ୍ୟ ବିବେଚନା କରେ, ବିପାକରୁ ପରିତ୍ରାଣ ପାଏ। ଦୟାଳଙ୍କର ଏହି ଅମୃତ ବାଣୀକୁ ଆମେ ଯଦି ସହଜ ସରଳ ଭାବରେ ବୁଝିବାକୁ ଯିବା, ତା ଏପରି ଯେ ମଣିଷର ଜୀବନରେ ଆଳାପ ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଆମେ କାହା ସହିତ ଆଲୋଚନା କରୁ, ସେଠାରେ ମତବାଦ, ଆଦର୍ଶ ଓ ଚିନ୍ତାଧାରାର ଆଦାନ ପ୍ରଦାନ ହୁଏ। କେବେ କେବେ ଏମିତି ହୁଏ, କେହି ଆମର କଥାକୁ ଠିକ୍ ବୋଲି ମାନେ ଆଉ ଯୁକ୍ତିରେ ପ୍ରଭାବିତ ବି ହୁଏ, ଆମ ପ୍ରତି ଶ୍ରଦ୍ଧା ମଧ୍ୟ ଦେଖାଏ। କିନ୍ତୁ ସେଇ ମଣିଷ ଆମ ଆଦର୍ଶକୁ ନିଜ ଜୀବନରେ ଗ୍ରହଣ କରିବାରେ ଅସମର୍ଥ ହୁଏ। ବନ୍ଧୁଗଣ, ଜାଣନ୍ତି କ'ଣ ପାଇଁ? ଏହି ପରିସ୍ଥିତିର ମୂଳ କାରଣ ହେଉଛି ତାଙ୍କ ମନର ଭିତରେ ଥିବା କିଛି ଦୁର୍ବଳତା, ଭୟ, ଅଭ୍ୟାସ, ଲୋଭ, ଅହଙ୍କାର ବା କିଛି ପୁରୁଣା ସଂସ୍କାର। ସେ ଆମ ଆଦର୍ଶକୁ ଭଲ ବୋଲି ଜାଣେ, କିନ୍ତୁ ନିଜର ଅନ୍ତର୍ନିହିତ ଦୁର୍ବଳତାକୁ ଅତିକ୍ରମ କରିପାରେ ନାହିଁ। ଏହି ଦୁର୍ବଳତା ତାଙ୍କୁ ଧୀରେ ଧୀରେ ଦୁଷ୍ଟ ପଥରେ ନେଇଯାଏ ଓ ଆଗାମୀ ଦୁର୍ବିପାକକୁ ଆମନ୍ତ୍ରଣ କରେ। ଏଠାରେ ଆମର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ଯଦି ଆମେ କେବଳ ତାଙ୍କୁ ଦୋଷ ଦେଉ, ଉପହାସ ବି କରୁ ବା ତ୍ୟାଗ କରିଦେଉ, ତେବେ ସେ ଆହୁରି ଅଧିକ ଦୁଷ୍ଟତାରେ ଡୁବିଯିବ, ନୁହେଁ? କିନ୍ତୁ ଯଦି ଆମେ ଉଦ୍ବୁଦ୍ଧ ଚିତ୍ତ, ସହାନୁଭୂତି, ଦୃଢ଼ କଥା, ଦୃଢ଼ ସଂକଳ୍ପ ସହିତ ତାଙ୍କୁ ମାର୍ଗଦର୍ଶନ କରୁ, ତେବେ ସେ ନିଜ ଦୁର୍ବଳତାକୁ ଚିହ୍ନି ପାରିବେ ଆଉ ଦିନେ ଜିତି ପାରିବେ। ଅବଶ୍ୟ ଏହା କଠିନ, କିନ୍ତୁ ଅସମ୍ଭବ ନୁହେଁ। ଶ୍ରୀ ଶ୍ରୀ ଠାକୁରଙ୍କ ଭାବାଦର୍ଶରେ ଏଠାରେ ଦୁଷ୍ଟ ଦୁର୍ବଳତାକୁ ପ୍ରିୟ ଦଳନରେ ଦଳିତ କରିବାର ଅର୍ଥ ହେଉଛି କଠୋର ଦଣ୍ଡ ଦେଇ ନୁହେଁ, ବରଂ ସ୍ନେହ, ବୁଝାମଣା ଓ ଧୈର୍ଯ୍ୟ ସହିତ ତାଙ୍କ ଭୁଲକୁ ସୁଧାରିବା। ଏଭଳି ଭାବରେ ଯଦି ଆମେ ତାଙ୍କୁ ନିୟୋଜିତ କରୁ, ତେବେ ସେ ନିଜେ ନିଜକୁ ଧନ୍ୟ ମନେ କରିବେ, କାରଣ ସେ ଯେତେବେଳେ ଦୁର୍ବିପାକରୁ ବଞ୍ଚିଯିବେ, ସେତେବେଳେ ସେ ଆମ କଥା ମନେ ପକାଇବେ। ବନ୍ଧୁଗଣ, ଏହାର ସରଳ ଉଦାହରଣ ଦେଲେ ସହଜରେ ବୁଝିପାରିବେ। ଧର ରାହୁଲ ଓ ସୁମନ ଦୁଇ ଜଣ ଘନିଷ୍ଠ ମିତ୍ର ଥିଲେ। ରାହୁଲ ସତ୍ୟ ପଥରେ ଚାଲୁଥିଲା, ପରିଶ୍ରମ ନୀତିରେ ବିଶ୍ୱାସ କରୁଥିଲା, ଆଉ ସୁମନ ରାହୁଲଙ୍କ କଥାକୁ ଶୁଣି ଅନେକ ସମୟରେ ତାଙ୍କୁ ପ୍ରଶଂସା କରେ, ତାଙ୍କୁ ବାଃ ଦିଏ, କୁହେ ତୁମ କଥା ସଠିକ୍, ଏମିତି ହେବା ଉଚିତ। କିନ୍ତୁ ପରୀକ୍ଷା ସମୟରେ ସୁମନ ନକଲ କପି କରିବାକୁ ଚେଷ୍ଟା କରେ।
ତାଙ୍କ ମନରେ ଭୟ ଓ ଆଳସ୍ୟ ଭରିଥିଲା। ପରିଶ୍ରମ କରିବା ଠାରୁ ସର୍ଟକଟ ଉପାୟ କେଉଁଟା ତାକୁ ସେ ସହଜ ଭାବେ ବାଛି ନେଇଥିଲେ। ସେ ଜାଣେ ଯେ ଏହା ଭୁଲ, କିନ୍ତୁ ନିଜ ଦୁର୍ବଳତାକୁ ଜିତି ପାରିନଥିଲେ କି ଚିହ୍ନି ପାରିନଥିଲେ। ଯଦି ରାହୁଲ ସେଥିରେ ସୁମନକୁ ଅପମାନ କରେ, କଟୁ ବଚନ କହେ ବା ତାଙ୍କୁ ଅସତ ପଥରୁ ସତ ପଥକୁ ଆଣିବାକୁ ଚେଷ୍ଟା କରେ ବା ତାର ଜୀବନଶୈଳୀରେ ହସ୍ତକ୍ଷେପ କରେ, ତେବେ ସୁମନ ଆହୁରି ଜିଦ୍ଦିଖୋର ହୋଇଯିବ। କିନ୍ତୁ ରାହୁଲ ଶାନ୍ତ ଭାବରେ ତାଙ୍କୁ ବୁଝାଇ କୁହେ, ମୁଁ ଜାଣେ ତୁମେ ଅତି ଭଲ ପଢ଼ୁଛ, ମୁଁ ଜାଣେ ତୁମେ ଜଣେ ଭଲ ଷ୍ଟୁଡେଣ୍ଟ। ତୁମର ଭୟ ଓ ଆଳସ୍ୟ ହିଁ ତୁମକୁ ଏହି ପଥରେ ବାଧା ଦେଉଛି ଆଉ ଅସତ ପଥରେ ନେଇଯାଉଛି। ତୁମେ ଆସ, ଆଜିଠୁ ମୋ ସାଥିରେ ଏକା ସାଙ୍ଗରେ ମନ ଦେଇ ପାଠ ପଢ଼ିବା। ରାହୁଲର ସ୍ନେହ, ମମତା ଓ ଦୃଢ଼ତା ସହିତ ଏକ ସଂକଳ୍ପ ଯାହା ସୁମନକୁ ସାହାଯ୍ୟ କରେ। ଧୀରେ ଧୀରେ ସୁମନ ସେଇ ନକଲ କପି କରିବା ଛାଡ଼ିଦିଏ, ପରିଶ୍ରମ କରେ ଆଉ ଶେଷରେ ପରୀକ୍ଷାରେ ସଫଳ ହୁଏ। ତାପରେ ସେ ମନେ ମନେ ପଛ କଥା ଗୁଡ଼ିକ ଭାବେ, ଚିନ୍ତା କରେ, ଯଦି ରାହୁଲ ସେଦିନ ମୋତେ ତ୍ୟାଗ କରିଦେଇଥାନ୍ତା ତାହେଲେ ତ ମୁଁ ଆଜି ଧ୍ୱଂସ ହୋଇଯାଇଥାନ୍ତି। ମୋର ସମସ୍ତ ଜୀବନଟା ବ୍ୟର୍ଥ ହୋଇଯାଇଥାନ୍ତା। ହଁ ବନ୍ଧୁଗଣ, ଏହିପରି ସୁମନ ଦୁର୍ବିପାକରୁ ପରିତ୍ରାଣ ପାଏ ଓ ରାହୁଲଙ୍କ ଆଦର୍ଶକୁ ଅନୁସରଣ କରି ନିଜକୁ ଧନ୍ୟ ଧନ୍ୟ ମନେ କରେ। ତେବେ ସତ୍ୟ ଆଦର୍ଶ ମାନେ କେବଳ କଥା ନୁହେଁ, ସେ ଅନ୍ୟକୁ ଉଦ୍ଧାର କରିବାର ଶକ୍ତି ରଖେ, ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରେ। ଯେତେବେଳେ ଆମେ ସହାନୁଭୂତି, ଏକ ଦୃଢ଼ ସଂକଳ୍ପ ଓ ସ୍ନେହର ସହିତ ଅନ୍ୟର ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା ଟିକିଏ କରୁ, ସେତେବେଳେ ଆମର ଆଦର୍ଶ ସଞ୍ଜୀବିତ ହୁଏ ଏବଂ କାହାର ଜୀବନକୁ ଧ୍ୱଂସରୁ ବି ରକ୍ଷା କରିପାରେ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।